नमो भगवते वासुदेवाय। नवम स्कंध षष्ठ अध्याय। शुक उवाच एबे हो शुण नरनाथ कहिबा वंशानुचरित से अम्बरीश पुत्र तीनि विरूप शंभु केतु घेनि रूपे दिशन्ति अनुपम अशेष गुणे गुणधाम पृषदस्व विरूप पुत्र रथितर जे तार सुत से रथितर अपुत्रिक उपाय कला से अनेक केबे हे पुत्र तानहिला अंगिरा तुले विराजिला बोइला मोर पत्नी गर्भे संतति कर तुमे भावे क्षत्रज पुत्र हेउ मोर अपुत्र दुख कर पार हेमंत राजार वचने अंगिरा करी गर्भाधाने सत कुमार ब्रह्म तेजे जन्मिले अंगिरार बीर्जे से पुणी अंगिर होइले क्षत्रिय क्षेत्र उपजिले पुणी मनुर घ्राणु जात इक्ष्वाकु नामे होए सुत से इक्ष्वाकुर वंश जेते कहिबा शुण एक चित्ते होइले सतेक कुमार ताहांक मध्य वंशधर विकुक्षिनिमि दंड नाम अति प्रशस्त गुणग्राम एतिनि पुत्र आदि जेते राजा होइले ए जगते। हरि हरि बोला। पूर्वे 25 तार पुत्रे राजा होइले आर्यवर्ते पश्चिमे तार 25 ज्येष्ठ तीनि हे मध्य देशे अपरे दक्षिण उत्तर एबे हो शुण नृपवर हेमंते पुत्र पुत्रे तार पृथ्वी भांगे नृपवर हेले से नृपति केसरी तदंते शुण दंडधारी इक्ष्वाकु पितृ श्राद्ध दिने विकुक्षिराई सन्निधाने बोइले वन पशुगण मो पितृ श्राद्ध अर्थे आण तक्षणे पिता आज्ञा पाई पशिला घोर बने जाई सबरगण तुले गला अनेक पशुवध कला श्राद्ध कु योग्य जेते मांस ताहांक मध्ये एक शस अरण्ये पथ श्रम पाई क्षुधार्थे चली न पारई शशा गोटिए पत्रे पोड़ी मांस भक्षिला धर्म हुड़ी शेष जेतेक पशु थिला पिता समीपे नेई देला से पुण वशिष्ठंकु आनी आनंदे बोले नृपमणि ए पशु मांसे श्राद्ध कर हेमंत शुणी मुनिवर वशिष्ठ राजा वाक्य शुणी से कथा जोग बळे जानी बोइले राजा मुख चाही प्रोक्षणे योग्य एनु हई देवता पितृ अर्थे मांस केमंते देवी अवशेष तोर कुमार क्षुधा अर्थे शशाए भक्षिला वनस्ते बने भक्षिला अग्रभाग ए मांस श्राद्धे नोहे योग्य हेमंते गुरु वाक्य शुणी कोपे बोलई नृपमणि ए पुत्र पापिष्ठ पामर एहाकु राज्य दूर कर तक्षणे राजार वचने पुरु बाहार कले जने से पुण विप्रंक चरणे सेवा करई अनुक्षणे पितार अंते राजा हेला शशाद नाम से पाइला पृथ्वी शासन से कला यज्ञे हरिंकु
আরাধিলা সসাদ পুত্র পুরঞ্জয় নাম তা হয়ে ইন্দ্রবাহ পরোপকারে ধর্ম কলা ককুস্ত নাম সে বহিলা হিমন্তে সুক বাক্য শুনি বলে পরীক্ষ নৃপমণি ককুস্ত নাম তাকে মন্তে একথা কহ মুনি মোতে হরি হরি বল সুক উবাচ মুনি ବୋଲନ୍ତି ଶୁଣ ରାଏ ଦେବେ ଯେ ଅସୁରଙ୍କ ଭଏ ଦେବଦାନବ କୃତ ଯୁଗେ ଯୁଦ୍ଧ ଆରମ୍ଭ କଲେ ରଙ୍ଗେ ଗୁରୁଙ୍କୁ ପୁଛିଲେ ଦୈବତେ ସଂଗ୍ରାମେ ଜିଣିବୁ କେମନ୍ତେ ବୋଲଇ ଅଙ୍ଗିରା କୁମର ପୁରଞ୍ଜୟକୁ ଯୋଦ୍ଧା କର ତାର ନାରା ଚେରି ପୁଗଣେ ବେଗେ ଭାଜିବେ ଘୋର ରଣେ ଶୁଣିବି ବୁଧ ତ ସହେଲେ ପୁରଞ୍ଜୟକୁ ନିମନ୍ତ୍ରିଲେ ସେ ପୁଣି ଦେବ ବାକ୍ୟ ଶୁଣି କପାଳେ ଦେଇବେନି ପାଣି ବୋଲଇ ଇନ୍ଦ୍ର କନ୍ଧେ ବସି ସଂଗ୍ରାମ କରିବି ସାହସୀ ନହିଲେ ଯୁଦ୍ଧ ନାହିଁ ମୋର ହେମନ୍ତ ଶୁଣିତା ଉତ୍ତର ହରି ହରି ବୋଲ ହେଉ ବୋଇଲେ ସୁରଗଣେ ଇନ୍ଦ୍ର ମିଳିଲେ ତତକ୍ଷଣେ ସଂଗ୍ରାମେ ବୃଷ ରୂପ ହୋଇ ପୁରଞ୍ଜୟ କନ୍ଧେ ଆରୋହୀ ସ୍ତୁତି କରନ୍ତି ଦେବଗଣେ ସେ ପୁରଞ୍ଜୟ ଘୋର ରଣେ ଅଭେଦ ସ୍ନେହା ଦେହେ ଭରି ଧନୁ ନାରାଚ ହସ୍ତେ ଧରି ନିର୍ଭୟ ଇନ୍ଦ୍ର କନ୍ଧେ ରହି ତକ୍ଷଣେ ବିଷ୍ଣୁ ତେଜ ବହି ପଶ୍ଚିମ ଦିଗେ ବେଗେ ଗଲା ଅସୁର ଭୁବନେ ମିଳିଲା ରୁନ୍ଧିଲା ଦେବ ଘେନି ସାଥେ ପବନ ନବ ହଇ ପଥେ ଦେବଦାନବ ଘୋର ରଣ ହୋଇଲା ଲୋମ ହରଷଣ ଅସୁରେ ନାନା ଶସ୍ତ୍ର ଧରି ଧାଇଁଲେ ଘୋର ନାଦ କରି ତାହାର ବାଣ ଅଗ୍ନି ପ୍ରାଏ ପଡ଼ିଲା ଅସୁରଙ୍କ ଦେହେ ସମରେ ରହି ନ ପାରିଲେ ପଳାଇ ନିଜ ପୁରେ ଗଲେ ଅସୁର ବଳ ରଣେ ଜିଣି ସକଳ ଧନ ରତ୍ନ ଆଣି ଇନ୍ଦ୍ରକୁ ଦେଇ ସର୍ବଧନ ତୋଷିଲା ବିବୁଧଙ୍କ ମନ ଇନ୍ଦ୍ରାଦି ଦେବେ ବିଷ୍ଣୁ ବୋଲେ କକୁସ୍ଥ ନାମ ତାକୁ ଦେଲେ ଏଣୁ ତା ନାମ ଭୋରାଜନ କହିଲୁ କଲୁ ଯେ ପ୍ରସନ୍ନ ତଦନ୍ତେ ଶୁଣ ଭୋରାଜନ ବଂଶାନୁଚରିତ ବିଧାନ ଅନେନା ପୁରଞ୍ଜୟ ସୁତ ପୃଥୁ ତାହାର ତହୁଁ ଜାତ ତାର ତନୟ ବିଶ୍ୱଗନ୍ଧି ତା ପୁତ୍ର ଚନ୍ଦ୍ର ନାମେ ସିଦ୍ଧି ତା ସୁତ ଯୁବନାଶ୍ଵ ନାମ ଶ୍ରୀବସ୍ତ ତାହାର ନନ୍ଦନ ଶ୍ରୀବସ୍ତିପୁର ଯେ ନିର୍ମାଇ ଶପଥ ଦ୍ୱୀପେ ରାଜା ହୋଇ ତାର କୁମର ବୃହଦସ୍ୱ ପବନୁ ବେଗେ ଯାଇ ଅଶ୍ଵ ତାର ସୁତ କୁବଳୟାସ୍ୱ ଯେ ରାଜା ଉତ୍ତଙ୍କେ ବିଶ୍ୱାସ ଏକବିଂଶ ସହସ୍ର ସୁତ ତାଠାରୁ ହୋଇଲେ ସମ୍ଭୂତ ସେ ରାଜା ଉତ୍ତଙ୍କର ହିତେ ପୁତ୍ରଙ୍କୁ ଘେନିଣ ସଙ୍ଗତେ ସେ ଧୁନ୍ଦୁ ସଙ୍ଗେ ରଣ କରି ରଣେ ତାହାର ପ୍ରାଣ ହରି
ଧୁନ୍ଧୁ ଅସୁର ଯେଣୁ ବଧି ତେଣୁ ଧୁନ୍ଧୁମାର ପ୍ରସିଦ୍ଧି ଧୁନ୍ଧୁ ମୁଖରୁ ଅଗ୍ନି ଜ୍ୱାଳା ପ୍ରଚଣ୍ଡ ଭାବେ ସେ ଜଳିଲା ସମସ୍ତେ ହେଲେ ଭସ୍ମୀଭୂତ ରହିଲେ ମାତ୍ର ତିନି ସୂତ ଦୃଢ଼ାସ୍ୱ କପିଳାସ୍ୱ ବେନି ଭଦ୍ରାସ୍ୱ ସହିତେ ସେ ତିନି ହର୍ଯସ୍ୱ ଦୃଢ଼ାସ୍ୱର ସୂତ ତା ତହୁଁ ନିକୁମ୍ଭ ସମ୍ଭୂତ ନିକୁମ୍ଭ ଠାରୁ ଯେ ଜନମ ତାହାର ବହୁଳାସ୍ୱ ନାମ କୃଶାସ୍ୱ ନାମେ ତାର ସୂତ ତାର ତନୟ ସେନ ଜିତ ତା ସୂତ ଯବନାସ୍ୱ ନାମେ କେବେ ହେ ନ ରହିଲା ଗ୍ରାମେ ଅପୁତ୍ର ପଣେ ଦୁଃଖ ମନେ ପତି ସಮೇତେ ଗଲା ବନେ ସତେକ ପତ୍ନୀ ତାର ତୁଲେ ଋଷିଙ୍କ ଆଶ୍ରମେ ମିଳିଲେ ଦେଖି ତାହାର ସତେ ନାରୀ ମୁନି ସକଳେ ଦୟା କରି ରାଜାର ପୁତ୍ର ଜନ୍ମ ଅର୍ଥେ ଯଜ୍ଞ କରାଇଲେ ସମସ୍ତେ କଳସେ ତୀର୍ଥ ଜଳ ଭରି ଗର୍ଭର ଅର୍ଥେ ମନ୍ତ୍ରୀ ବାରି ଯଜ୍ଞର ଶାଳେ ଘଟ ଥୋଇ ସକଳେ ନିଦ୍ରା ଗତେ ଶୋଇ ହେମନ୍ତେ ରାଜା ଯଜ୍ଞଶାଳେ ଅତି ତୃଷିତ ଅନ୍ତରାଳେ ସହି ନ ପାରି ରାତ୍ର ଅନ୍ତେ ଜଳ କଳସ ଘେନି ହସ୍ତେ ଦେଖିଲେ ସକଳ ଅଜ୍ଞାନ ତୃଷାର୍ତେ କଲା ଜଳପାନ ହେମନ୍ତେ ପାହିଲା ରଜନୀ ନିଦ୍ରା ତେଜିଲେ ସର୍ବମୁନି ଉଦୟ କାଳେ ମନ୍ତ୍ର ସ୍ୱରେ କୁମ୍ଭ ତୋଳିଲେ ବେନିକରେ ଦେଖିଲେ କୁମ୍ଭେ ଜଳ ନାହିଁ ଚକିତେ ଚଉଦିଗେ ଚାହିଁ ବୋଲନ୍ତି ପାଇ ମନେ ଭ୍ରମ କେ ପ୍ରାଣୀ କଲା ଏଡ଼େ କର୍ମ ମନ୍ତ୍ରୀ ତ ପୁଂସ ବନବାରି କେ ପାନ କଲା ତୃଷା ଭରି ତକ୍ଷଣେ ବେନିକର ଯୋଡ଼ି ମୁନିଙ୍କ ପାଦ ତଳେ ପଡ଼ି ହରି ହରି ବୋଲା ରାଜା ବୋଇଲା ମୁଁ ଅଜ୍ଞାନେ ତୃଷା ତୋଷିଲି ଜଳ ପାନେ ଶୁଣି ବ୍ରାହ୍ମଣେ କୋପ ବହି ବୋଇଲେ ବିଷ୍ଣୁ ମାୟା ଏହି ପ୍ରାଣୀ ଯେ ଦୈବ ଅଧୀନ ମାୟାର ବଳେ ହରେ ଜ୍ଞାନ ବୋଇଲେ ରାଜା ମୁଖ ଚାହିଁ ଗର୍ଭ ଧଇଲୁ ଏବେ ତୁହି ଏବେ ତୋ ଜୀବନ ସମ୍ଭାଳ ଏମନ୍ତେ ଗଲା କେତେ କାଳ ହେମନ୍ତେ ପୁତ୍ର ଜନ୍ମ କାଳେ ରାଜା ଉଦର ବାହୁ ବଳେ ଦକ୍ଷିଣ କୁକ୍ଷି ବିଦାରିଲା ତକ୍ଷଣେ ଭୂମିରେ ପଡ଼ିଲା ରାଜା ନ ମଲା ପୁଣ୍ୟ ବଳେ ଉଭାରି ଦେଖନ୍ତି ସକଳେ ପୁତ୍ରର ଦଇ କ୍ଷୀର ଅର୍ଥେ ତା ଦେଖି ଇନ୍ଦ୍ର ଦୟା ଚିତେ ବୋଇଲେ ବିପ୍ର ଅଙ୍କୁଅ ନାହିଁ ରାଜାର ସ୍ତନ ଯୁଗ ନାହିଁ ଏ ପୁତ୍ର ଲୋଡୁ ଅଛି କ୍ଷୀର ହେମନ୍ତ ବୋଲି ନିଜ କର ଅଙ୍ଗୁଳି ତାର ତୁଣ୍ଡେ ଦେଲା ତକ୍ଷଣେ କ୍ଷୁଧା ତାହରିଲା ଇନ୍ଦ୍ର ବୋଲଇ ତାକୁ ଚାହିଁ ତୋହର ହୋଇଲି ମୁଁ ଧାଇ ତୁଜେ ହୋଇଲୁ ବଳବନ୍ତା ଏଣୁ ତୋ ନାମଟି ମାନ୍ଧାତା ସେ ପୁଣି ଚକ୍ରବର୍ତ୍ତୀ ହୋଇ ପାଳଇ ସପ୍ତଦ୍ୱୀପାମହି ଇନ୍ଦ୍ର ତାହାକୁ ବର ଦେଲେ ଅଜୟ ହୁଅ ଶିବୋଇଲେ ସେ ପୁଣି ନିଜ ତେଜ ବଳେ ଅବନି ପାଳଇ ନିଶ୍ଚଳେ ତାହାର ତେଜେ ଦସ୍ୟୁଗଣ ଭଏ ପଳାନ୍ତି ଛାଡ଼ି ରଣ ଏଣୁ ସେ ନିଜ ତେଜ ଧାମ ପାଇଲା ତ୍ରସଦସ୍ୟୁ ନାମ ରାବଣ ଆଦି ଦସ୍ୟୁ ଯେତେ ତ୍ରାସନ୍ତି ସେ ବସିଲେ ରଥେ ହେମନ୍ତ ନାମ ଇନ୍ଦ୍ର ଦେଲା ଅନେକ କାଳ ରାଜ୍ୟ କଲା ତାରି ପୁନାହିଁ ଏ ଶୟଳେ ବଞ୍ଚିଲା ବିଷ୍ଣୁ ତେଜ ବଳେ ଅନେକ ମତେ ଯଜ୍ଞ କଲା ଦକ୍ଷିଣା ବିପ୍ର ଗଣେ ଦେଲା ଯେ ହରି ସର୍ବଦେବମୟେ ଦେବେ ବସନ୍ତି ଯାର ଦେହେ ସେ ହରି ଯଜ୍ଞେ ତୋଷ କରି ସୁଖେ ପାଳିଲା ବସୁନ୍ଧରି ସୂର୍ଯ୍ୟର ତେଜ ଯେତେ ଦୂର ଜହିଁବା ଚନ୍ଦ୍ର ମାସ
ସମୀର ମନ୍ଧାତା ତେତେ ଦୂର ରାଜା ସର୍ବେ କରନ୍ତି ପାଦ ପୂଜା ସେ ପୁଣି ଶସ ବିନ୍ଦୁପୁରେ କନ୍ୟା ଲଭିଲା ସ୍ୱୟମ୍ବରେ ସେ କନ୍ୟା ଇନ୍ଦୁମତୀ ନାମ ରୂପରେ ଅଟେ ଅନୁପମ ତାହାର ଗର୍ଭେ ପୁତ୍ର ତିନି ଜନ୍ମିଲେ ବିଷ୍ଣୁ ତେଜ ଘେନି ପୁରୁକୁଚ୍ଛ ଯେ ଅମ୍ବରୀଶ ଏ ଆଦି ମୁଚୁକୁନ୍ଦ ଶେଷ ଏ ଅନ୍ତେ ପଞ୍ଚାଶ ଦୁହିତା ଉତ୍ପତ୍ତି କଲେ ମାନଧାତା ସେ କନ୍ୟାଗଣ ବିଭା କାଳେ ସୌଭରୀ ମୁନି ଯୋଗ ବଳେ ବିବାହ କଲେ କନ୍ୟାଗଣ ସେ କଥା ଏକ ମନେ ଶୁଣ ସୌଭରୀ ଋଷି ବୃନ୍ଦାବନେ କାଳିନ୍ଦୀ ଜଳେ ଯୋଗ ଧ୍ୟାନେ ତପ କରନ୍ତି ଦୃଢ ଚିତ୍ତେ ଏମନ୍ତେ କିଛି କାଳ ଅନ୍ତେ ସମାଧି ଭାଜିଲା ଚଞ୍ଚଳେ ସ୍ଥିରେ ଚାହିଁଲେ ନଦୀ ଜଳେ ଦେଖିଲେ ମୀନ ଗଣ ମଧ୍ୟେ ରୋହିତ ଖେଳ ଆନନ୍ଦେ ବାଳକ ମୀନ ତା ଶରୀରେ କ୍ରୀଡ଼ନ୍ତି ପୁଚ୍ଛ ପୃଷ୍ଠ ଶିରେ ଏମନ୍ତ ହୋଇ ପ୍ରତିଦିନେ ଖେଳନ୍ତି ମୁନି ସନ୍ନିଧାନେ ସୌଭରୀ ମୁନି ତାହା ଚାହିଁ ଲାଳସ ଚିତ୍ତେ ବିଚାରଇ ଦେଖ ଏ ରୋହି ତର ଭାଗ୍ୟ କୁଟୁମ୍ବ ମଧ୍ୟେ ସୁଖ ଭୋଗ ମୁଁ ଏବେ କରି ଗୃହାଶ୍ରମ ସାଧିବି ଯଥା କୁଳ ଧର୍ମ ଏତେ ବିଚାରି ତପ ଛାଡ଼ି ଗୃହ କରଣେ ଚିତ ବଢି ମାର୍ଗେ ଚଳନ୍ତି ସେ ବିଚାରି ବିବାହ ଅର୍ଥେ ବ୍ରହ୍ମଚାରୀ ଗୃହସ୍ଥ ନୋହେ ସେହୁ ଭଲେ ଦାରା ପରିଗ୍ରହ ନ କଲେ ଏତେ ବିଚାରି ଦୃଢ ଚିତ୍ତେ ମିଳିଲେ ନୃପତି ଅଗ୍ରତେ ମୁନି ଆଗମ ରାଜା ଦେଖି ଉଠିଲେ ଆସନ ଉପେକ୍ଷି ଅତିଥି ମତେ ପୂଜା କଲେ ଆସନେ ନେଇ ବସାଇଲେ ଅନେକ ଗୌରବ କରି ତା ଦେଖି ମୁନି ସୌଭରୀ ବୋଇଲେ ରାଜା ମୁଖ ଚାହିଁ ବିଭା କରାଓ ମୋତେ ତୁହି ଗୃହେ କଳ୍ପିଲା ମୋର ମନ କନ୍ୟା ଏ ଦିଅ ମୋତେ ଦାନ ମୋହର ସନ୍ତତି ହୋଇଲେ ସ୍ୱଧର୍ମ ରଖିବୁ ତୁ ଭଲେ ଏମନ୍ତେ ମୁନି ମୁଖୁ ଶୁଣି ରାଜା ବିଚାରେ ମନେ ଗୁଣି ହରି ହରି ବୋଲ ଏ ଅତି ବୃଦ୍ଧ ଜର ଜର ବାତେ କମ୍ପଇ ତା ଶରୀର ବୃଦ୍ଧଙ୍କ ମଧ୍ୟେ ଅତି ବୃଦ୍ଧ ଗୃହ କରଣେ କଲେ ସଧ ମୋର ଦୁହିତା ଅତି ସୁଖୀ ଏହାକୁ ଦେଲେ ହେବ ଦୁଃଖୀ ନଦେଲେ ମୋର ଭଲ ନାହିଁ ଏତେ ବିଚାରି ମୁନି ଚାହିଁ ବୋଲଇ ଶିରେ ଦେଇ କର ଭୋମୁନି ଶୁଣ ମୋ ଉତ୍ତର 50 କନ୍ୟା ଅଛି ମୋର ଅନ୍ତପୁରକୁ ବିଜେ କର ଯେ କନ୍ୟା ତୁମ୍ଭଙ୍କୁ ବରିବ ସୁମନେ କରି ପ୍ରୀତି ଭାବ ସେ କନ୍ୟା ନିଶ୍ଚୟ ଦେବି ମୁହିଁ ଏମନ୍ତେ ରାଜା ସତ୍ୟ ପାଇ ମୁନି ଉଠିଲେ ତୋଷ ହୋଇ ତକ୍ଷଣେ ଅନ୍ତପୁରେ ଯାଇ ଦ୍ୱାରପାଳକୁ ରାଜା ଚାହିଁ ବୋଇଲା ଘେନି ଯାଅ ତୁହି ଯେ କନ୍ୟା ବରିବ ଏ ବର ଦେବଇ ସତ୍ୟ ଏ ମୋହର ଦ୍ୱାରପାଳର ହସ୍ତ ଧରି ପୁରେ ପଶିଲେ ସୌଭରୀ ମିଳିଲେ କନ୍ୟାଙ୍କ ମନ୍ଦିରେ ମାୟା ମୋହନ କଳେବରେ ରୂପେ କନ୍ଦର୍ପ ରୂପ ଗଞ୍ଜେ ଜଗମୋହନ ତେଜ ପୁଞ୍ଜେ କନ୍ୟାଙ୍କୁ ଚାହିଁ ଦ୍ୱାରପାଳ ଅଳପ ନମିଲା କପୋଳ ବୋଲଇ କନ୍ୟାଙ୍କୁ ଅନାଇ ମୁତୁମ୍ଭ ପିତା ଆଜ୍ଞା ପାଇ ସଙ୍ଗତେ ଆଣିଅଛି ବର ଯାହାର ଇଚ୍ଛା ତୁମେ ବର ଏକଇ କନ୍ୟା ଦେବେ ଦାନ ଅଧିକେ ନାହିଁ ପ୍ରୟୋଜନ କନ୍ୟାଏ ତାର ରୂପ ଚାହିଁ ନୟନ ପିଛା ନ ଚଳଇ ସର୍ବେ ଇଚ୍ଛନ୍ତି ତାର ସଙ୍ଗ ଅନଳେ ଯେ
ରେଶନେ ପତଙ୍ଗ ଏକ ଆରେ ଏକ ଆଗ ହୋଇ ବୋଲନ୍ତି ମୋର ବର ଏହି ମୁହିଁ ବରିଲି ଆଗେ ବର ନିଶ୍ଚୟ ବର ଏ ମୋହର ଏମନ୍ତେ ଏକୁଆରେ ବାଦେ ମୁନିଙ୍କୁ ବରିଲେ ଆନନ୍ଦେ ତକ୍ଷଣେ ଦ୍ୱାର ପାଳ ଗଲା ନୃପତି ଆଗେ ଜଣାଇଲା ବୋଲଇ ବିଧାତାର ମାୟା କେ ଆନ କରେ ପ୍ରଭୁ ଏହା ଦୈବ ବଳ ଆକର୍ଷଣେ ସର୍ବେ ବରିଲେ ବରପଣେ ଶୁଣି ତାହାର ମୁଖୁବାଣୀ ସମ୍ଭ୍ରମ ଚିତ୍ତେ ନୃପମଣି ଆନନ୍ଦେ କନ୍ୟାଦାନ କଲା ଅନେକ ଯୌତୁକ ଦେଲା 50 କନ୍ୟା ବିଭା କରି ପୁରୁବାହାର ସୌଭରି ସମ୍ପଦ ସିଦ୍ଧି ଯୋଗ ବଳେ ଗୃହସ୍ଥ ଆଶ୍ରମ ନିଶ୍ଚଳେ ନାନା ପ୍ରକାରେ ଭୋଗ କଲେ ଅନେକ ପୁତ୍ର ନାତି ତୁଲେ ଯେ ଭୋଗ କଳ୍ପେ ତାଙ୍କ ମନେ ତକ୍ଷଣେ ମିଳେ ସନ୍ନିଧାନେ ଦିଗପାଳଙ୍କ ଭୋଗ ଆଦି ଅତୁଲ୍ୟ ଅମୂଲ୍ୟ ପ୍ରସିଦ୍ଧି ଏମନ୍ତ ଭୋଗ ଅନୁଦିନେ ବିହାର ପୁଷ୍ପିତ କାନନେ ଏମନ୍ତେ କିଛି କାଳ ଗଲା ବୈରାଗ୍ୟ ମନେ ଉପୁଜିଲା ହରି ହରି ବୋଲ ନିଜ କପାଳେ ହସ୍ତ ମାରି ତାପେ ବୋଲନ୍ତି ସୌଭରି ଦୈବ ବଳ ଦେଖ ମୋତେ ତପ ମୁଁ କଲି ମୋକ୍ଷ ଅର୍ଥେ ଜଳେ ଅନାଇ ମୀନ ବଂଶେ ଜ୍ଞାନ ହାରିଲି ସଙ୍ଗ ଦୋଷେ ଏକ ମୁଁ ବଜିଲି ଅନେକ ନିଶ୍ଚୟ ପଡ଼ିବି ନରକ ଏମନ୍ତ ଭାଳି ସେ ଏକାନ୍ତେ ତକ୍ଷଣେ ବସିଲେ ବନସ୍ତେ ପତ୍ନୀ ସಮೇତେ ତପଦାହି ଅନ୍ତେ ଲଭିଲେ ଭାବଗ୍ରାହୀ ସୁଜନେ ଶୁଣ ଏକ ଚିତେ ଯେ ଧର୍ମ ବଂଶାନୁଚରିତେ କହିଲି ଆତ୍ମା ହିତ ବାଣୀ जेणे भक्ति तत्व जानी संसार अंधकूपे थाई एबिनु आनगति नाही बोलई दास जगन्नाथ नवम स्कंधे भागवत भावे बोलई दास जगन्नाथ भावे नवम स्कंधे भागवत हरि हरि बोला इति श्रीमद्भागवते महापुराणे पारमहंस्यां संहितायां नवम स्कंधे सौभरी ऋषि चरिते नाम 6 अध्यायः।